ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା, ଆଉ ଦୁଇ ନୂଆ ମୁହଁଙ୍କୁ ସୁଯୋଗ। ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ 15 ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଜାମ୍ମୁ କାଶ୍ମୀରର ଦ୍ରୁତ ବୋଲର ଆତିଫ ନବୀଙ୍କୁ ଦଳରେ ସାମିଲ କରାଯାଇଛି। ଏବେ ସୂଚନା ମିଳିଛି ଯେ ବିସିସିଆଇ ଆଉ ଦୁଇ ଜଣ ଖେଳାଳିଙ୍କୁ ଶ୍ରୀଲଙ୍କା ପଠାଇବାକୁ ନିଷ୍ପତ୍ତି ନେଇଛି। ହର୍ଷ ଦୁବେ ଓ ତନୁଷ କୋଟିଆନଙ୍କୁ ନେଟ୍ ବୋଲର ଭାବେ ଶ୍ରୀଲଙ୍କା ଗସ୍ତରେ ପଠାଯାଇଛି। ଶ୍ରୀଲଙ୍କାର ପିଚ୍ ସାଧାରଣତଃ ସ୍ପିନ୍ ବୋଲରଙ୍କ ପାଇଁ ସହାୟକ ହୋଇଥାଏ। ଏହା ସତ୍ତ୍ୱେ ହର୍ଷ ଦୁବେ ଓ ତନୁଷ କୋଟିଆନ ମୁଖ୍ୟ ଦଳରେ ସ୍ଥାନ ପାଇନଥିଲେ। ତେବେ ଉଭୟ ବର୍ତ୍ତମାନ ନେଟ୍ ବୋଲର ଭାବେ ଭାରତୀୟ ଦଳ ସହ ଯୋଗ ଦେବେ। ସ୍ପିନ୍ ଆକ୍ରମଣକୁ ଦେଖିଲେ ଭାରତୀୟ ଦଳରେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମାନବ ସୁତାର ଓ ସାରାଂଶ ଜୈନ ରହିଛନ୍ତି। ଜାଡେଜା ଦୀର୍ଘ କିଛି ମାସ ପରେ ଦଳକୁ ଫେରିଛନ୍ତି। ସେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଖେଳିନଥିଲେ। ଅପରପକ୍ଷେ ଆଫଗାନିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ମାନବ ସୁତାର ନିଜ ସ୍ଥାନ ପକ୍କା ରଖିଛନ୍ତି। ସେହିପରି 33 ବର୍ଷୀୟ ସାରାଂଶ ଜୈନ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।